ଥରେ ମହାତ୍ମା ବୁଦ୍ଧଙ୍କର ଗୋଟିଏ ଶିଷ୍ୟ, ଯିଏକି ବହୁତ ସମୟରୁ ଗୌତମ ବୁଦ୍ଧଙ୍କ ପାଖକୁ ଆସି ଶିକ୍ଷା ଅର୍ଜନ କରି ଧ୍ୟାନରେ କିଛି ସମୟ ବସି ପୁଣି ଘରକୁ ଚାଲିଯାଏ। ହେଲେ ଅଚାନକ କିଛି ଦିନ ପରେ ସେ ଶିଷ୍ୟ ଗୌତମ ବୁଦ୍ଧଙ୍କର ଆଶ୍ରମକୁ ଆସିବା ବନ୍ଦ କରିଦେଲା। ଏକଥା ଗୌତମ ବୁଦ୍ଧ ବି ଅନୁଭବ କଲେ। ଥରେ ଗୌତମ ବୁଦ୍ଧ ଏବଂ ତାଙ୍କ ଶିଷ୍ୟ ଗୋଟିଏ ଗାଁର ଭିକ୍ଷା ମାଗି ଆସୁଥାନ୍ତି, ତ ସେହି ରାସ୍ତାରେ ସେ ଶିଷ୍ୟଙ୍କର ଘର ପଡ଼ିଲା। ବୁଦ୍ଧ ସେ ଶିଷ୍ୟର ଘର ଭିତରକୁ ଚାଲିଗଲେ ଏବଂ ଦେଖିଲେ ସେ ଶିଷ୍ୟଟି ଘର ବାରଣ୍ଡାରେ କିଛି କାମ କରୁଥାଏ। ସେ ଶିଷ୍ୟ ବୁଦ୍ଧଙ୍କୁ ଦେଖିବା ପରେ ଖୁସି ହୋଇ ଦୁହେଁ ହାତକୁ ଯୋଡ଼ି ବୁଦ୍ଧଙ୍କ ଆଗରେ ଠିଆ ହୋଇଗଲା ଏବଂ ସେ ଶିଷ୍ୟ ବୁଦ୍ଧଙ୍କୁ ପିଇବାକୁ ଥଣ୍ଡା ଜଳ ଦେଲା ଏବଂ ବସିବା ପାଇଁ ତଳେ ଗୋଟିଏ ବିଛଣା ପାରିଦେଲା। ବୁଦ୍ଧ ସେ ବିଛଣାରେ ଆରାମରେ ବସିଗଲେ ଏବଂ ବୁଦ୍ଧ ସେ ଶିଷ୍ୟଙ୍କୁ ପଚାରିଲେ କି ତମ ଘର ପରିବାର ଲୋକେ ସଭିଏ ଠିକ୍ ଅଛନ୍ତି? ସେ ଶିଷ୍ୟ ସଭିଏ ଠିକ୍ ଅଛନ୍ତି କହିଲା। ପୁଣି ମହାତ୍ମା ବୁଦ୍ଧ କହିଲେ, ତ ତମେ ଆଜିକାଲି ଆଶ୍ରମକୁ କାହିଁକି ଆସୁନ, କାରଣ କ'ଣ? ସେ ଶିଷ୍ୟ ଟିକିଏ ଲାଜ ଏବଂ ଶରମରେ ଚୁପ୍ ରହିଗଲା ଏବଂ କହିଲା, ଏବେ ମୁଁ ଆପଣଙ୍କୁ କେମିତି କହିବି ମହାତ୍ମା? ଏକଥା ଶୁଣି ବୁଦ୍ଧ କହିଲେ, ଏଥିରେ ଲୁଚାଇବାର କାରଣ କ'ଣ ଅଛି? ଯାହା ହୋଇଛି ଖୋଲିକି କହିଦିଅ। ସେ କଥା ଶୁଣି ସେ ଶିଷ୍ୟ କହିଲା, ମୋର ପୋଷାକ ବହୁତ ଜାଗାରେ ଫାଟି ଯାଇଛି ମହାତ୍ମା। ଏମିତି ଫାଟିଛି କି ତାକୁ ପିନ୍ଧିବା ତ ଦୂରର କଥା, ତାକୁ ଧରିଲେ ମଧ୍ୟ ଲୋକ ହସୁଛନ୍ତି। ଏଥିପାଇଁ ମୁଁ ଆଶ୍ରମକୁ ଯାଉନାହିଁ। ମହାତ୍ମା ବୁଦ୍ଧ ସେ ଶିଷ୍ୟର ପୋଷାକକୁ ଦେଖିଲେ। ସତରେ ସେ ପୋଷାକ ବହୁତ ଜାଗାରେ ଫାଟି ଯାଇଥାଏ। ସେ ପୋଷାକ ପିନ୍ଧିବାର ଲାୟକ ନଥାଏ। ବୁଦ୍ଧ ସେଠାରୁ ଉଠିଗଲେ ଏବଂ ସେ ଶିଷ୍ୟର କାନ୍ଧରେ ହାତ ରଖି କହିଲେ, ଚିନ୍ତା କର ନାହିଁ, ସବୁ ଠିକ୍ ହୋଇଯିବ, ଏବଂ ସେଠାରୁ ଚାଲିଗଲେ। ସେଦିନ ସନ୍ଧ୍ୟାରେ ସବୁ ଶିଷ୍ୟ ଆଶ୍ରମରୁ ଶିକ୍ଷା ଅର୍ଜନ ସାରି ଘରକୁ ଯିବା ସମୟରେ ବୁଦ୍ଧ ଗୋଟିଏ ଧନବାନ ଶିଷ୍ୟକୁ ଅଟକିବାକୁ କହିଲେ। ସେ ଶିଷ୍ୟ ବୁଦ୍ଧଙ୍କ ଆଜ୍ଞା ପାଇ ଅଟକିଗଲା। ଯେମିତି ସବୁ ଶିଷ୍ୟ ଚାଲିଗଲେ, ଏକୁଟିଆ ସେ ଶିଷ୍ୟଙ୍କୁ ବୁଦ୍ଧ କହିଲେ କି କାଲି ସକାଳେ ତମେ କିଛି ନୂଆ ପୋଷାକ ନେଇକି କିମ୍ବା ବସ୍ତ୍ର ନେଇକି ସେ ଗରିବ ଶିଷ୍ୟ ଘରକୁ ଯାଇ ଦେଇ ଆସିବ। ସେ ଧନବାନ ଶିଷ୍ୟ ଗୁରୁଙ୍କ ଆଜ୍ଞା ପାଇ ସକାଳେ ନୂଆ ପୋଷାକ କିମ୍ବା ବସ୍ତ୍ର କିଣି ସେ ଗରିବ ଶିଷ୍ୟ ଘରେ ଦେଇ ଆସିଲା। ସେ ଗରିବ ଘର ସବୁ ଲୋକଙ୍କ ପାଇଁ ଧନୀ ଶିଷ୍ୟ ପୋଷାକ ନେଇଥାଏ। ଏହା ଦେଖି ସେ ଗରିବ ଶିଷ୍ୟ ଏବଂ ତା ଘର ଲୋକ ସେ ଧନୀ ଶିଷ୍ୟକୁ ଧନ୍ୟବାଦ ଦେଲେ। ତାପରେ ସେ ଗରିବ ଶିଷ୍ୟ ପୁଣି ବୁଦ୍ଧଙ୍କ ଆଶ୍ରମକୁ ଆସିଲା ଏବଂ ଶିକ୍ଷା ଶେଷ କରି ଯିବା ସମୟରେ ବୁଦ୍ଧ ସେ ଗରିବ ଶିଷ୍ୟଙ୍କୁ ଅଟକାଇ ଏକ ଗଛ ତଳେ ବସିବାକୁ କହିଲେ। ସେ ଶିଷ୍ୟ ବୁଦ୍ଧଙ୍କ ଆଜ୍ଞା ପାଇ ଗଛ ତଳେ ବସି ପଡ଼େ। କିଛି ସମୟ ବସିବା ପରେ ବୁଦ୍ଧ ଆସି ସେ ଶିଷ୍ୟଙ୍କ ପାଖରେ ବସି ପଡ଼ନ୍ତି ଏବଂ କହନ୍ତି କି ଏବେ କ'ଣ ତମ ନୂଆ ପୋଷାକରେ ତମେ ଖୁସି ଅଛ? ତମକୁ ଆଉ କିଛି ଦରକାର ନାହିଁ ତ? ସେ ଶିଷ୍ୟ କହିଲା, ଗୁରୁଜୀ, ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ। ମୁଁ ଏ କପଡ଼ାରେ ଖୁସି ଅଛି ଏବଂ ମୋତେ ଆଉ କିଛି ଦରକାର ନାହିଁ। ବୁଦ୍ଧ ସେ କଥା ଶୁଣି କହିଲେ, ଏବେ ତ ତମକୁ ନୂଆ ପୋଷାକ ମିଳିଗଲା, ଏବେ ସେ ପୁରୁଣା ପୋଷାକକୁ କ'ଣ କଲ? ସେ ଶିଷ୍ୟ କହିଲା କି ଆମର ପରିବାର ଏବେ ସେହି ପୁରୁଣା ବସ୍ତ୍ରକୁ ବିଛଣାରେ ବିଛାଇବ ଏବଂ ଥଣ୍ଡା ମାସ ଆସିଲେ ରାତ୍ରରେ ଢାଙ୍କି ହେବ। ବୁଦ୍ଧ କହିଲେ, ତ ତମେ ତମ ପୁରୁଣା ଢାଙ୍କି ହେବା ବସ୍ତ୍ର ଏବଂ ବିଛଣା ବସ୍ତ୍ରକୁ କ'ଣ କଲ? ସେ ଶିଷ୍ୟ କହିଲା, ମହାତ୍ମା, ମୁଁ ସେ ସବୁ ବସ୍ତ୍ରକୁ ଝରକା ଆଗରେ ଟାଣି ଦେଇଛି ଏବଂ ସେ ପୁରୁଣା ବସ୍ତ୍ରକୁ ପରଦା ରୂପରେ ବ୍ୟବହାର କରୁଛି। ବୁଦ୍ଧ କହିଲେ, ତ ତମେ କ'ଣ ତମ ପୁରୁଣା ପରଦାକୁ ଫିଙ୍ଗିଦେଲ? ସେ ଶିଷ୍ୟ କହିଲା, ନାହିଁ ମହାତ୍ମା, ଏବେ ମୁଁ ସେ ପୁରୁଣା ପରଦାକୁ ମଝିରେ ଖଣ୍ଡ ଖଣ୍ଡ କରି ରାନ୍ଧିବା ଘରେ ଗରମ ପାତ୍ରକୁ ଧରିବା ପାଇଁ 4ଟି ବସ୍ତ୍ର ବନାଇଛି। ସେ କଥା ଶୁଣି ମହାତ୍ମା ବୁଦ୍ଧ କହିଲେ, ଏବେ ତ ତମେ ସେ ରୋଷେଇର ପୁରୁଣା ବସ୍ତ୍ରକୁ ଫିଙ୍ଗି ଦେଇଥିବ। ଶିଷ୍ୟ ହସିକି ପୁଣି କହିଲା, ନାହିଁ ମହାତ୍ମା, ସେ ରୋଷେଇର ପୁରୁଣା ବସ୍ତ୍ରକୁ ମୁଁ ଘର ଲିପାପୋଛା କାମରେ ଲଗାଇ ଦେଇଛି। ବୁଦ୍ଧ ହସିଲେ ଏବଂ କହିଲେ, ପୁଣି ସେ ପୁରୁଣା ଲିପାପୋଛା ବସ୍ତ୍ରକୁ କ'ଣ କଲ? କୁଆଡ଼େ ଗଲା ସେ ବସ୍ତ୍ର? ଶିଷ୍ୟ କହିଲା, ମହାତ୍ମା, ତା ବହୁତ ଖରାପ ହୋଇଯାଇଥିଲା। ସେ ବସ୍ତ୍ରରୁ ସୂତା ଗୁଡ଼ାକ ବାହାରି ଯାଉଥିଲା। ସେଥିପାଇଁ ସେ ବସ୍ତ୍ରରୁ ସବୁ ସୂତାକୁ ବାହାର କରି ବହୁତ ଗୁଡ଼ାଏ ସଲିତା ବନାଇଛି ଦୀପ ପାଇଁ ଏବଂ କିଛି ସଲିତା ଆଶ୍ରମକୁ ମଧ୍ୟ ଆଣିଥିଲି। ଠିକ୍ ସେତିକି ସମୟରେ ସେ ଆଶ୍ରମର ଗୋଟିଏ ଶିଷ୍ୟ
ଦୀପଟିକୁ ଧରି ବୁଦ୍ଧଙ୍କ ପାଖକୁ ଆସିଲା। ବୁଦ୍ଧ ସେ ସଳିତା ଏବଂ ଦୀପ ଦେଖି ଖୁସି ହୋଇଗଲେ ଏବଂ ଏହା ଭାବି ଖୁସି ହୋଇଗଲେ କି ତାଙ୍କ ଶିଷ୍ୟ ପୁରୁଣା ବସ୍ତ୍ରକୁ ବର୍ବାଦ ନ କରି କାମରେ ଲଗାଇଲା ଏବଂ ତାର ସତ୍ ଉପଯୋଗ କରି ଜାଣେ। ଗୌତମ ବୁଦ୍ଧ ସବୁବେଳେ ତାଙ୍କ ଶିଷ୍ୟକୁ କମ୍ ବସ୍ତୁରେ ଜୀବନ ବିତାଇବା ପାଇଁ ଶିକ୍ଷା ଦିଅନ୍ତି। ଗୌତମ ବୁଦ୍ଧ ଏହା ବି କହୁଥିଲେ କି ଯଦି ଆମ ପାଖରେ ଆମ ବ୍ୟବହାର କରୁଥିବା ବସ୍ତୁ କିମ୍ବା ଟଙ୍କାରୁ ଅଧିକ ଥାଏ ତ ସେ ସବୁ ବସ୍ତୁ କିମ୍ବା ଟଙ୍କା ଅନ୍ୟ ବ୍ୟକ୍ତିର ସାହାଯ୍ୟରେ ଲଗାଇ ଦିଅ। କାଶ ଆଜିର ଜେନେରେସନରେ ଲୋକ ବୁଦ୍ଧଙ୍କର ଏ କଥାଟିକୁ ବୁଝିପାରନ୍ତି ତ ଦୁନିଆରେ ଦୁଃଖୀ ମଣିଷଟି ସବୁବେଳେ ଖୁସି ହୋଇ ଜୀବନ କାଟି ଖୁସିରେ ରହୁଥାନ୍ତା। ଆଜିକା ଡେଟ୍ରେ ସବୁ ବ୍ୟକ୍ତି ନିଜ ବ୍ୟବହାରଠୁ ଅଧିକ କିଣିଥାଏ ଏବଂ ସେ କିଣିଥିବା ସବୁ ବସ୍ତୁକୁ ଲୋକଙ୍କ ଆଗରେ ଶୋ ଅଫ୍ କରାଇଥାଏ। ଏବେ ତ ପୁରୁଣା ଜିନିଷକୁ ରିୟୁଜ୍ କରିବା ତ ଦୂରର କଥା, ଆମେ ଆଣିଥିବା ନୂଆ ବସ୍ତ୍ର କିମ୍ବା ଜିନିଷକୁ ବି ୟୁଜ୍ ନ କରି ରଖିଦେଇଥାଉ, ଖାଲି ଲୋକଙ୍କୁ ଦେଖାଇବା ପାଇଁ କିଣିଥାଉ। କିନ୍ତୁ ଯଦି ଆମେ ସେ ପଇସା କିମ୍ବା ଟଙ୍କାକୁ ସେ ଦୋକାନ ବାହାରେ ବୁଲୁଥିବା ଭିକାରୀ କିମ୍ବା ଯାହାକୁ ଦରକାର ଥିବ ତାକୁ ଦେଇଦେବା ତ ତାଙ୍କ ସାଥିରେ ନିଜକୁ ବି କେତେ ଖୁସି ଲାଗିବ ତାହା କୌଣସି ମନ୍ଦିରରେ କିମ୍ବା କୌଣସି ଜିନିଷରେ ପାଇବା ନାହିଁ। ସେଥିପାଇଁ ତ ବୁଦ୍ଧ କହିଛନ୍ତି ମାନବ ସେବା ହିଁ ମାଧବ ସେବା। ନିଜକୁ ବଦଳାଅ ଏବଂ ଦୁନିଆରୁ ଦୁଃଖ ଦୂର କର। ଯଦି ଭିଡ଼ିଓଟି ଭଲ ଲାଗିଥାଏ ତ ସେୟାର କର। ନମୋ ବୁଦ୍ଧାୟ।